କେବେ ନିରୀକ୍ଷଣ କରନ୍ତୁ, ଯେବେ ସାରା ସଂସାର ଶୋଇଯାଇଥିବ, ରାସ୍ତାରେ ଗାଡ଼ି ମଟରର ଶବ୍ଦ ଥମି ଯାଇଥିବ, ବାହାର ଲୋକମାନଙ୍କର ଶବ୍ଦ ଧୀରେ ଧୀରେ ଅନ୍ଧାରରେ ବୁଡ଼ିବାକୁ ଲାଗିଥିବ, ତେବେ ଆପଣଙ୍କ ଭିତରେ କିଛି ଜାଗୁଛି। ଏକ ଅଲଗା ପ୍ରକାରର ଅସ୍ତବ୍ୟସ୍ତତା, ଏକ ଖାଲିପଣ, ଏକ ପ୍ରଶ୍ନ ଦିନ ସାରା ଆପଣଙ୍କ ଶବ୍ଦ ଭିତରେ ଦବି ରହିଥିଲା। ଆପଣ ସେ କ୍ଷଣରେ ଡରି ଯାଉଛନ୍ତି ଆଉ ସଙ୍ଗେ ସଙ୍ଗେ ମୋବାଇଲଟା ଉଠେଇ ନେଉଛନ୍ତି, କାହା ସହିତ କଥା ହେବାକୁ ଲାଗି ଯାଉଛନ୍ତି, କିମ୍ବା କିଛି ଦେଖିବାକୁ ଲାଗି ଯାଉଛନ୍ତି, କିଛି ଶୁଣିବାକୁ ଲାଗି ଯାଉଛନ୍ତି। କାହିଁକିନା ଆପଣଙ୍କୁ ଲାଗୁଛି କି ଯଦି ଆଉ କିଛି ସମୟ ଏକୁଟିଆ ରହିବେ, ତେବେ ଭିତରେ ଲୁଚିଥିବା ସବୁ ଶବ୍ଦ ଗୁଡ଼ିକ ବାହାରି ଆସିବ। କିନ୍ତୁ ଆଜି ଆପଣଙ୍କୁ କହୁଛି, ଥରେ ଦୌଡ଼ା ଦୌଡ଼ିକୁ ବନ୍ଦ କରିକି ଦେଖନ୍ତୁ, ଥରେ ଏକୁଟିଆରେ ବସନ୍ତୁ, ପୁଣି ଦେଖନ୍ତୁ ବ୍ରହ୍ମାଣ୍ଡ ନିଜେ ଆପଣଙ୍କ ପାଇଁ ରାସ୍ତା ଖୋଲିଦେବେ। କାହିଁକିନା ଜୀବନରେ ସବୁଠୁ ବଡ଼ ସମସ୍ୟା ଇଏ ନୁହଁ କି ଆପଣଙ୍କୁ ରାସ୍ତା ମିଳୁନି। ସମସ୍ୟା ତ ଏଇଟା ହେଇଥାଏ କି ଆପଣ ଏତେ ଶବ୍ଦ ଭିତରେ ରହିଛନ୍ତି, ଆପଣଙ୍କୁ ନିଜର ହିଁ ରାସ୍ତା କୋଉଟା ଜଣା ପଡୁନି। ସକାଳୁ ତ ଉଠୁଛନ୍ତି, ଆଖି ଖୋଲୁଛନ୍ତି, ସଙ୍ଗେ ସଙ୍ଗେ ପୁରା ଦୁନିଆ ଆପଣଙ୍କ ଭିତରେ ପଶି ଯାଉଛି। କାହାର ପଦୋନ୍ନତି, କାହାର ସଫଳତା, କାହାର ପ୍ରତୀକ୍ଷା, କାହାର ତୁଳନା, କାହାର ଡର। ଧୀରେ ଧୀରେ କି ଆପଣ ଏତେ ଲୋକଙ୍କୁ ନିଜ ଭିତରେ ଜାଗା ଦେଇ ବସୁଛନ୍ତି, ଆପଣ ନିଜେ ହିଁ ନିଜ ଭିତରୁ ହଜି ଯାଉଛନ୍ତି। ପୁଣି ଅଭିଯୋଗ କରୁଛନ୍ତି କି ମୁଁ କିଛି ବୁଝିପାରୁନି, କଣ କରିବି। କିନ୍ତୁ ସତ୍ୟତା ଏଇଆ, ଆପଣ ପୂର୍ବରୁ ହିଁ ତ ନିଜକୁ ଶୁଣିବା ବନ୍ଦ କରିଦେଇଛନ୍ତି। ଥରେ ଚିନ୍ତା କରନ୍ତୁ, ପିଲାବେଳରେ ଆପଣ କେମିତି ଥିଲେ? ତେବେ ତ ନିଜ ଭିତରେ ଏତେ ଦ୍ୱନ୍ଦ୍ୱ ଉତ୍ପନ୍ନ ହେଉନଥିଲା। କିଛି ନ ଡରିକି ସବୁବେଳେ ହସୁଥିଲେ ନା? କିଛି ନ ଭାବିକି ଏମିତି ସ୍ୱପ୍ନ ଦେଖୁଥିଲେ, ବିନା କାହା ସହିତ ତୁଳନା କରିକି ଜୀବନ ଜିଉଥିଲେ। ଆଉ ସେତେବେଳେ ଜଣାଥିଲା କି ତୁମକୁ କଣଟା ଭଲ ଲାଗୁଛି। ସେତେବେଳେ ଆପଣ ଆଉ ଆପଣଙ୍କ ସ୍ୱପ୍ନ ମଝିରେ କେହି ବାଧକ ନଥିଲେ। କିନ୍ତୁ ଧୀରେ ଧୀରେ କି ପୁରା ଦୁନିଆ ଯେତେବେଳେ ଆପଣଙ୍କ ଭିତରେ ଓହ୍ଲେଇଗଲା, ଲୋକେ ଆପଣଙ୍କୁ ବୁଝେଇବା ଆରମ୍ଭ କଲେ, ଏଇଟା ଭଲ, ସେଇଟା ଖରାପ, ଏଇଟା କରିବେ ତ ସମ୍ମାନ ମିଳିବ, ସେଇଟା କରିବେ ତ ଲୋକେ ହସିବେ, ଏଇ ରାସ୍ତାଟା ତୁମ ପାଇଁ ସୁରକ୍ଷିତ ହବ, ସେଇ ରାସ୍ତାରେ ଗଲେ ଭୁଲ ହବ। ଧୀରେ ଧୀରେ କି ଏକ ଏମିତି ଅବସ୍ଥାରେ ପହଞ୍ଚି ଗଲେ, ଆପଣ ଆଉ ନିଜ ହୃଦୟର ଶବ୍ଦ ନ ଶୁଣିକି ଦୁନିଆର ଶବ୍ଦକୁ ସତ ମାନିନେଲେ। ତୁମ ଭିତରେ କିଛି କରିବାର କଳା ରହିଥିଲା, କିନ୍ତୁ ତମେ ଡରି ଗଲ। ତୁମ ଭିତରେ ବି କେହି ଲେଖକ ଥିଲା, କିନ୍ତୁ ତୁମେ ଅଟକି ଗଲ। ତୁମ ଭିତରେ ବି କେହି ଏମିତି ମଣିଷଟେ ରହିଥିଲା ଯେ ଖୋଲିକି ଯିବାକୁ ଚାହୁଁଥିଲା, କିନ୍ତୁ ତୁମେ ତାକୁ ବନ୍ଦ କରିକି ରଖିଦେଲ। କାହିଁକି? କାହିଁକିନା ଭିଡ ଭିତର ଶବ୍ଦ ଆସିଲା କି ତୁମେ ଏଇଟା କରନି, ଆଉ ତୁମେ ବି ସତଟାକୁ ଚୁପ୍ କରିଦେଲ। ଏବେ କେବଳ ସେଇ ଜୀବନ ଜିଉଛନ୍ତି ଯାହା କେବେ ତୁମର ଥିଲା ହିଁ ନାହିଁ। ଏବେ ସବୁବେଳେ ସେଇଟାକୁ ଯାଉଛନ୍ତି ମନ ଯୋଉଠି ଯିବାକୁ ଚାହୁଁନି, ଆଉ ସବୁଦିନ ସେଇ କାମ କରୁଛନ୍ତି ଯୋଉଥିରେ ତୁମ ଆତ୍ମା ହିଁ ଦୁର୍ବଳ ହେଉଛି। ପୁଣି ଥକି ହାରିକି ଯେତେବେଳେ ରାତିରେ ଚିନ୍ତା କରୁଛନ୍ତି, ଏତେ ସବୁ କଲା ପରେ ବି କାହିଁକି ଭିତରେ ଖାଲିପଣ ରହୁଛି। କାହିଁକିନା ଆପଣ ଯୋଉ ଜୀବନ ଜିଉଛନ୍ତି, ସେଥିରେ ଆତ୍ମା ଆପଣଙ୍କର ଦୁର୍ବଳ ହେଇଯାଉଛି। ବାହାରୁ ଯେତେ ବି ଚମକୁଥାଉ, ଭିତରେ ସବୁବେଳେ ଖାଲି ହିଁ ଲାଗୁଥିବ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଏ ଖାଲିପଣକୁ ଆପଣ ଅନୁଭବ କରିପାରୁନାହାନ୍ତି। ତେଣୁ ନିଜକୁ ସବୁବେଳେ ବ୍ୟସ୍ତ ରଖୁଛନ୍ତି। ଆପଣ ଭାବୁଛନ୍ତି କି ହୁଏତ ବହୁତ ପରିଶ୍ରମ କରୁଛନ୍ତି, କିନ୍ତୁ ବାସ୍ତବରେ ଯେ ତୁମେ ପଳାୟନ କରୁଛନ୍ତି। ଭିତରେ ଏକ ଡର ରହିଛି କି ମୁଁ ଯଦି ଅଟକି ଗଲି। କିନ୍ତୁ ସତରେ ଯଦି କେବେ ଏକୁଟିଆରେ ବସିଯିବେ, ନିଜ ଭିତରର ଶବ୍ଦ ଶୁଣାଯିବ, ଆଉ ସିଏ ଶବ୍ଦ ଆପଣଙ୍କୁ ପ୍ରଶ୍ନ ପଚାରିବ, କଣ ଏଇଟା ତୁମ ଜୀବନ? କଣ ସତରେ ଏଇଟା ବନିବାର ଥିଲା? କଣ ତୁମେ ଖୁସିରେ ଅଛ? କଣ ତୁମେ ସେମିତି ଜିଉଛ କି ଯାହା ତୁମ ଆପଣାର? ଆଉ ତୁମ ପାଖରେ ତ ଏ ସମସ୍ତ ପ୍ରଶ୍ନର କୌଣସି ଉତ୍ତର ନାହିଁ। ତେଣୁ ଏଇଥିପାଇଁ କି ସବୁବେଳେ ଶବ୍ଦରେ ରହୁଛ। ଫୋନଟା ସବୁବେଳେ ହାତରେ ରହୁଛି, ସବୁବେଳେ କିଛି ନା କିଛି କରିବାକୁ ବ୍ୟସ୍ତ ରହୁଛନ୍ତି। କେତେବେଳେ ଭିଡିଓ, କେତେବେଳେ ଖବର, କେତେବେଳେ କାହା ସହିତ ବାର୍ତ୍ତାଳାପ, କୌଣସି ବ୍ୟକ୍ତି ବିଶେଷ ଅଥବା କୌଣସି କାମ ଯାହାକି ନିଜ ଭିତର ଠାରୁ ଦୂରେଇ ପାରିବ। କିନ୍ତୁ ଯୋଉଦିନ ନିଜ ଭିତର ଠାରୁ ଦୌଡ଼ିବା ବନ୍ଦ କରିଦେବେ, ବହିର୍ମୁଖ ନ ହୋଇକି ଅନ୍ତର୍ମୁଖ ହେବାକୁ ଲାଗିବେ, ସେଇଠୁ ଜୀବନ ପରିବର୍ତ୍ତନ ହେବାକୁ ଲାଗିବ। କାହିଁକିନା ବ୍ରହ୍ମାଣ୍ଡ କିଛି ବାହାରେ କହିନଥାନ୍ତି, ସିଏ ସିଧା ଆପଣଙ୍କ ଭିତରେ କହିଥାନ୍ତି। କିନ୍ତୁ ତାଙ୍କର ଶବ୍ଦ ବହୁତ ଧୀର ହୋଇଥାଏ, ଏତେ ଧୀର କେବଳ ନୀରବରେ ଶୁଣା ଯାଇଥାଏ। ତେଣୁ ଏଇଥିପାଇଁ କି ଜୀବନର ସବୁଠୁ ବଡ଼ ଉତ୍ତର ସବୁବେଳେ ଏକାନ୍ତରେ ହୋଇଥାଏ। ଯେବେ ସବୁଠି ଅସଫଳତା ପରେ ଅସଫଳତା ଲାଗି ରହୁଛି, ସବୁ ରାସ୍ତା ବନ୍ଦ ନଜର ଆସୁଛି, କିଛି ବୁଝା ପଡୁନି କୋଉଟା କରିବି ଆଉ କୋଉଟା ନ କରିବି, ତେବେ ଅଚାନକ ଏମିତି ଏକୁଟିଆରେ ବସିଥିବେ,
ଏତିକି ବେଳେ ଜଣା ନାହିଁ ନିଜ ଅନ୍ତରାତ୍ମାରୁ ଏକ ସ୍ପଷ୍ଟତା ବାହାରିବ। ଅଚାନକ କେମିତି ଜଣା ପଡିଯିବ କୋଉ ସମ୍ପର୍କ ଆପଣଙ୍କୁ ଭିତରୁ ଭାଙ୍ଗୁଥିଲା ଆଉ କୋଉ ଡର ତୁମକୁ ଭିତରୁ ବାନ୍ଧି ରଖିଥିଲା। କୋଉ କାମ ତୁମ ଆତ୍ମାକୁ ଆଘାତ କରୁଥିଲା ଏବଂ କୋଉ ରାସ୍ତା ତୁମକୁ ବାହାରେ ବିଚଳିତ କରୁଥିଲା। ଏ କୌଣସି ଯାଦୁ ବିଦ୍ୟା କି ମ୍ୟାଜିକ ନୁହଁ, ଏ ଆପଣଙ୍କ ଭିତରର ଶବ୍ଦକୁ ଶାନ୍ତ କରିବାର ପରିଣାମ। ଆପଣଙ୍କୁ ଲାଗୁଛି କି ବ୍ରହ୍ମାଣ୍ଡକୁ ବାହାରେ ବସିଥିବା ଶକ୍ତି ଯେ ଅଚାନକ ଆପଣଙ୍କ ଜୀବନରେ ଏମିତି ଚମତ୍କାର କରିଦେବେ? ନାଇଁ, ବ୍ରହ୍ମାଣ୍ଡ ତ ଆପଣଙ୍କ ଭିତରେ ଏକ ସ୍ପଷ୍ଟତା ବନିକି ଓହ୍ଲେଇଥାଏ, ଭିତର ଦ୍ୱନ୍ଦ୍ୱକୁ ହଟେଇ ଦେଇଥାଏ ତଥା ଆପଣଙ୍କ ଆଖିରେ ହିଁ ଆପଣଙ୍କୁ ସତ୍ୟ ଦର୍ଶନ କରିଥାଏ। କିନ୍ତୁ ଏ ସେତିକି ବେଳେ ହୋଇଥାଏ ଯେବେ ତୁମେ ଅଟକି ଯାଅ। ହେଲେ ଇଏ ବି କୌଣସି ସାଧାରଣ କାମ ନୁହଁ। ଆଜିର ଲୋକେ ସବୁ କିଛି କରିପାରିବେ କିନ୍ତୁ ଚୁପ୍ ବସି ପାରିବେନି। କାରଣ ଯେମିତି ହିଁ ନୀରବ ବସିବାକୁ ଚେଷ୍ଟା କରିବେ, ଭିତରର କଷ୍ଟ, ନିଜର ସମସ୍ୟା ଗୁଡ଼ିକ ଉଭାରିବାକୁ ଲାଗିବ। ଯେଉଁ କଷ୍ଟ ଗୁଡ଼ିକ ବର୍ଷ ବର୍ଷ ଧରିକି ନିଜ ଭିତରେ ଦବେଇ ରଖିଥିଲେ, ଅସଫଳତାର ଡର, ଏକୁଟିଆପଣର ଡର, ପ୍ରତ୍ୟାଖ୍ୟାନର ଡର, ଭିଡ଼ରୁ ଦୂରେଇ ଯିବାର ଡର। ତେଣୁ ଏଥିପାଇଁ କେତେ ଲୋକେ ଶବ୍ଦରେ ରହିବାକୁ ପସନ୍ଦ କରନ୍ତି। କିନ୍ତୁ ମନେ ରଖନ୍ତୁ, ଶବ୍ଦ ଆପଣଙ୍କୁ କିଛି ସମୟ ପାଇଁ ଭୁଲେଇ ଦେଇପାରେ, କେବେ ରାସ୍ତା ଦେଖେଇ ପାରିବନି। ରାସ୍ତା ତ ସବୁବେଳେ ନୀରବତାରେ ଦେଖାଯାଇଥାଏ। ତେଣୁ ଯେଉଁମାନେ ବାସ୍ତବରେ ନିଜ ଜୀବନର ମାର୍ଗ ଖୋଜି ପାଇଛନ୍ତି, ତାଙ୍କ ଭିତରେ ଗୋଟିଏ ସମାନତା ଦେଖାଯାଏ, ସେ ଏକୁଟିଆରେ ରହିପାରନ୍ତି, ନିଜ ସହିତ ସମୟ ବ୍ୟତୀତ କରନ୍ତି। ତାଙ୍କୁ ସବୁବେଳେ କୌଣସି ସାହାରାର ଆବଶ୍ୟକ ହୋଇନଥାଏ, କାହିଁକିନା ସେ ନିଜ ଭିତରର ବ୍ରହ୍ମାଣ୍ଡ ସହିତ ସମ୍ବନ୍ଧ ବନେଇଥାନ୍ତି। ଏବଂ ଯେଉଁ ବି ଲୋକ ନିଜ ଭିତରର ଶବ୍ଦକୁ ଶୁଣି ନେଇଛନ୍ତି, ତାଙ୍କୁ ପୁଣି ଦୁନିଆର ସମସ୍ତ ନିଷ୍ପତ୍ତି ଏବେ ଛୋଟ ଲାଗିବାକୁ ଲାଗିଥାଏ। ସେ କୌଣସି ଭିଡ଼ ଦେଖିକି ନିର୍ଣ୍ଣୟ ନିଅନ୍ତିନି, କେବେ କାହା ସହିତ ତୁଳନା କରନ୍ତିନି। ସେ ନିଜ ଭିତରର ଚେତନା ଅନୁସାରେ ମାର୍ଗ ଖୋଜି ନିଅନ୍ତି। ତଥା ଭିତରୁ ଚାଲୁଥିବା ମଣିଷ କେବେ ଭଟକି ଯାଇନଥାନ୍ତି। ସେ ଧୀରେ ଚାଲିଥାନ୍ତି କିନ୍ତୁ ସଠିକ ଚାଲିଥାନ୍ତି। ତେଣୁ ଯଦି ସତରେ ଜୀବନ ରାସ୍ତାରେ ଆଗକୁ ବଢିବାକୁ ଚାହୁଁଛନ୍ତି, କିଛି ସମୟ ଦୁନିଆ ସହିତ ନୁହଁ, ନିଜ ସହିତ ମିଳନ୍ତୁ। ଯଦି ସମସ୍ତ ଶବ୍ଦ ଠାରୁ ଦୂରେଇ ଯିବେ, ମୋବାଇଲକୁ ଦୂରରେ ରଖିବେ, ଲୋକମାନଙ୍କଠୁ ହଟିଯିବେ, ଏକୁଟିଆରେ ବସିବେ, ହୁଏତ ପ୍ରଥମଟା କିଛି ସମୟ ଅସ୍ତବ୍ୟସ୍ତ ଲାଗିବ, ମନ ଦୌଡ଼ିବ, ହଜାର ହଜାର ବିଚାର ଆସିବ, ପୁରୁଣା କଥା ମନେ ପଡିବ, ଡର ସାମ୍ନାକୁ ଆସିବ, ହେଲେ କୁଆଡେ ଯିବାର ନାହିଁ। କାହିଁକିନା ଏଇ ହିଁ ସେଇ ଦ୍ୱାର ଯାହାର ଆରପାରିରେ ଆପଣଙ୍କୁ ସତ୍ୟ ଅପେକ୍ଷା କରିଛି। ଆପଣ ଭାବୁଛନ୍ତି କି ଏକୁଟି ଆପଣଙ୍କୁ ଭାଙ୍ଗିଦେବ, କିନ୍ତୁ ବାସ୍ତବରେ ଦେଖିବାକୁ ଯିବେ ତ ପ୍ରଥମରୁ ହିଁ ଆପଣ ଭାଙ୍ଗିକି ଅଛନ୍ତି। ବାସ୍ କେବଳ ଆପଣ ଅନୁଭବ କରିପାରୁନାହାନ୍ତି, କାହିଁକିନା ଶବ୍ଦ ଯେ ଆପଣଙ୍କୁ ଶୂନ୍ୟ କରିକି ରଖିଛି। ପ୍ରତ୍ୟାହତ ଲୋକମାନଙ୍କ ଭିଡରେ ରହି ଆସୁଛନ୍ତି, ତଥାପି ନିଜ ଭିତରେ ଏକ ଖାଲିପଣ କାହିଁକି? ହସୁଛନ୍ତି, କଥା ହଉଛନ୍ତି, କାମ କରୁଛନ୍ତି, କିନ୍ତୁ ରାତିରେ ଯେତେବେଳେ ସବୁ କିଛି ଶାନ୍ତ ହେଇଯାଉଛି, ତେବେ ନିଜ ଭିତରେ ଏକ ଭାରୀପଣ କାହିଁକି ଆସୁଛି? କାହିଁକି? କାହିଁକିନା ମଣିଷ କେବଳ ଭିଡ଼ ଭିତରେ ପୂର୍ଣ୍ଣତା ପାଇନଥାଏ। ମଣିଷ ତ ସେବେ ପୂର୍ଣ୍ଣତା ପାଇଥାଏ ସମ୍ପର୍କ ଯେତେବେଳେ ନିଜ ସହିତ ଯୋଡ଼ିଥାଏ। କିନ୍ତୁ ଆପଣ ତ ସେଇ ସମ୍ପର୍କ ହିଁ ହରାଇ ବସିଛନ୍ତି। ଅନ୍ୟର କଥା ଶୁଣୁଛନ୍ତି ହେଲେ ନିଜ କଥା ଶୁଣୁନାହାନ୍ତି। ଦୁନିଆକୁ ଦେଖୁଛନ୍ତି ହେଲେ ନିଜ ଭିତରକୁ ଦେଖୁନାହାନ୍ତି। ଏଇଥିପାଇଁ କି ଆତ୍ମବଳ କମଜୋର ପଡି ଯାଉଛି। କେବେ ଲକ୍ଷ୍ୟ କରିଛନ୍ତି, ଜୀବନରେ ଯେବେ ବି କୌଣସି ବଡ ନିର୍ଣ୍ଣୟ ନେବାର ସମୟ ଆସିଛି, ତୁରନ୍ତ ହିଁ କାହାଠୁ କିଛି ଉପଦେଶ ନେବାକୁ ଦୌଡ଼ି ଯାଉଛନ୍ତି। କଣ କରିବି, କୁଆଡେ ଯିବି, କୋଉଟା ଠିକ କୋଉଟା ଭୁଲ। ଆଉ ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କୁ କିଛି ନା କିଛି ଅଲଗା ଅଲଗା ଉତ୍ତର ଦେଉଛନ୍ତି, ଭିନ୍ନ ଭିନ୍ନ ପ୍ରକାରର ଉପଦେଶ। କିଏ କହୁଛନ୍ତି ଏତେ ଅସୁବିଧାକୁ ଯାଆନି, କିଏ କହୁଛନ୍ତି ଏ ସୁଯୋଗ ଛାଡେନି, କିଏ କହୁଛନ୍ତି ନିଜେ ସୁରକ୍ଷିତ ରହ, କିଏ କହୁଛନ୍ତି ନିଜ ହୃଦୟର କଥା ଶୁଣ। ଏତେ କଥା ଶୁଣିକି ଆହୁରି ଅସ୍ତବ୍ୟସ୍ତ ହୋଇଯାଉଛନ୍ତି, କାହିଁକିନା ବାହାରେ କେବେ ଗୋଟିଏ ଉତ୍ତର ମିଳିନଥାଏ। ବାହାରୁ କେବଳ ନିଷ୍ପତ୍ତି ମିଳିଥାଏ, ଆଉ ନିଷ୍ପତ୍ତି ସମସ୍ତଙ୍କର ଅଲଗା ଅଲଗା ଆସିଥାଏ। ସତ୍ୟ ତ କେବଳ ନିଜ ଭିତରୁ ବାହାରିଥାଏ। କିନ୍ତୁ ଭିତରକୁ ଯିବା ପାଇଁ ହେଲେ ସାହସ ଦରକାର, କାହିଁକିନା ଭିତରକୁ ଗଲେ ତ ପ୍ରଥମେ ନିଜ ସହିତ ସାମ୍ନା ହେବ ନା। ଅନୁଭୂତ ହେବାକୁ ଲାଗିବ ଆପଣ କେତେ ଜିନିଷ କେବଳ ଡରରେ କରୁଥିଲେ, କେତେ ସମ୍ପର୍କ କେବଳ ଏକୁଟିଆ ଆପଣ ଡରରେ ବଜାଇ ରଖିଥିଲେ, ଆଉ କେତେ ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ନଥିଲା। ଏ ସମସ୍ତ ଦେଖିକି ମଣିଷ ଡରି ଯାଇଥାଏ। ତେଣୁ ଏଥିପାଇଁ କି ସିଏ ଭିଡରେ ଲୁଚି ରହିଥାଏ। କିନ୍ତୁ ହଁ, ଭିଡ ଆପଣଙ୍କୁ ସୁରକ୍ଷା ଦେଇପାରେ, ସତ୍ୟ ନୁହଁ। ସତ୍ୟ ତ ସବୁବେଳେ ଏକୁଟିଆପଣରେ ଓହ୍ଲେଇଥାଏ। ଯେବେ ସତରେ ଏକୁଟିଆ ବସିଥିବେ ନା, ପ୍ରଥମେ ତ ମନ ବିଦ୍ରୋହ କରିବ, ଏକାଗ୍ରତା ଭଙ୍ଗ କରିବ, ଅଚାନକ କିଛି ମନେ ପକେଇଦବ, କିଛି ଅଧୁରା ରହିଥିବା କାମ, କିଛି ପୁରୁଣା କଥା,
କୌଣସି ଚିନ୍ତା କୌଣସି ଯୋଜନା ସଦାସର୍ବଦା ପ୍ରୟାସ କରିବ କି ତୁମେ ଭିତରକୁ ଓହ୍ଲେଇ ନ ପାର। କାହିଁକିନା ସେ ଜାଣିଛି କି ତୁମେ ଯଦି ଭିତରେ ପହଞ୍ଚିଗଲ ତେବେ ତା ପ୍ରଭାବ କମିଯିବ। ବର୍ଷ ବର୍ଷ ଧରିକି ଯେଉଁ ଅଭ୍ୟାସରେ ବଞ୍ଚି ଆସୁଥିଲ, ମନ ଚାହେଁ କି ତୁମେ ସେଇ ଡର, ସେଇ ପ୍ରତିକ୍ରିୟା, ସେଇ ଦୌଡ଼ା ଦୌଡ଼ି ଭିତରେ, ପୁରୁଣା ଅଭ୍ୟାସ ଭିତରେ ରହିଥାଅ। କିନ୍ତୁ ଏକାନ୍ତ ଯେ ଆପଣଙ୍କୁ ଅଟକେଇ ଦେଇଥାଏ ନା। ଆଉ ଯେତେବେଳେ ମଣିଷ ଅଟକି ଯାଇଥାଏ, ପ୍ରଥମ ଥର ତାଙ୍କୁ ଦେଖା ଯାଇଥାଏ କି ସିଏ କୁଆଡେ ଯାଉଥିଲା। ତେଣୁ ଏଇଥିପାଇଁ କି ତ ଅଧିକାଂଶ ଲୋକ ନିଜ ଜୀବନର ସତ୍ୟତାକୁ ଦେଖିପାରନ୍ତିନି। ପୁରାଟା ଜୀବନ ଏଠି ସେଠି ବିଚଳିତ ହୋଇଥାନ୍ତି। ଗୋଟିଏ ଲକ୍ଷ୍ୟ ପୁରା ହେଇଗଲା, ଆଉ ଗୋଟିଏ ଆରମ୍ଭ। ଗୋଟିଏ ଇଚ୍ଛା ପୂରଣ ହେଇଗଲା, ଆଉ ଗୋଟିଏ ଇଚ୍ଛା। ଗୋଟିଏ ଚିନ୍ତା ଗଲା, ଆଉ ଗୋଟିଏ ଚିନ୍ତା। এই ପ୍ରକାର ଅନ୍ତହୀନ ଦୌଡ଼ା ଦୌଡ଼ି ଭିତରେ ନିଜକୁ ହରାଇ ବସୁଛନ୍ତି। ପୁଣି ଗୋଟିଏ ଦିନ ସମୟ ପୁରା ହେଇଯାଉଛି, ଶେଷରେ ମନକୁ ଏଇ ପ୍ରଶ୍ନ ଆସୁଛି, ତେବେ ଜିଇଁଲି କୋଉଠି? ଦୁନିଆ ଆମକୁ ତ ବହୁତ ଜିନିଷ ଶିଖେଇଥାଏ। ଅର୍ଥ କେମିତି କମେଇବାକୁ ହୁଏ, ଲୋକଙ୍କୁ କେମିତି ପ୍ରଭାବିତ କରାଯାଇଥାଏ, କେମିତି ଆଗକୁ ବଢିବାକୁ ହୁଏ। କିନ୍ତୁ ଏଇଟା ଶିଖାନ୍ତିନି କି ନିଜ ସହିତ କେମିତି ବସିବାକୁ ହୁଏ। କାହିଁକିନା ଯେବେ ଆପଣ ନିଜ ସହିତ ବସିବା ଶିଖି ଯାଉଛନ୍ତି, ସେଦିନ ଆପଣଙ୍କୁ ଏ ବାହାରର ଜିନିଷ ଗୁଡିକ ସବୁ ମିଛ ଲାଗିବାକୁ ଲାଗୁଛି। ବୁଝିଯିବେ ଯେ ଆପଣ ଯୋଉ ଜିନିଷ ପଛରେ ଦୌଡୁଥିଲେ, ସେଥିରୁ ଅଧେ ଜିନିଷ ତ ଆପଣଙ୍କର ଥିଲା ହିଁ ନାହିଁ। ସେ ତ ବାସ୍ ସମାଜର ଇଚ୍ଛା ଥିଲା, ଯାହାକୁ ତୁମେ ନିଜର ଇଚ୍ଛା ଭାବି ବସିଥିଲ। ଏବଂ ଏଇ ହୋଇଥାଏ ଜାଗିବା। ମଣିଷ ଯେତେବେଳେ ବୁଝି ପାରିଥାଏ ତାଙ୍କର ସବୁଠୁ ବଡ ବନ୍ଧନ କୋଉ ବାହାରେ ନୁହଁ, ଭିତରେ ରହିଥିଲା। ଆଗରୁ ଲାଗୁଥିଲା ତୁମକୁ ଲୋକେ ଅବରୋଧ କରୁଛନ୍ତି, କିନ୍ତୁ ସତରେ ଦେଖିବାକୁ ଗଲେ ତୁମକୁ ନିଜ ଡର ହିଁ ବାଟ ଓଗାଳୁଥିଲା। ଆଗରୁ ଲାଗୁଥିଲା ପରିସ୍ଥିତି ଖରାପ ଚାଲିଛି, କିନ୍ତୁ କେବେ କେବେ ପରିସ୍ଥିତି ନୁହଁ, ଭିତରର ଦ୍ୱନ୍ଦ୍ୱ ହିଁ ସମସ୍ୟା ଉତ୍ପନ୍ନ କରିଥାଏ। ଏବଂ ଏ ଦ୍ୱନ୍ଦ୍ୱ କୌଣସି ଚିନ୍ତା କରିବାରେ ହଟି ନଥାଏ, ଦ୍ୱନ୍ଦ୍ୱ ତ ନୀରବରେ ହଟିଥାଏ। ତେଣୁ ସମୟ ପାଇଲେ କେବେ ଏକୁଟିଆରେ ବସନ୍ତୁ, ଏତେ ଶାନ୍ତ ବସନ୍ତୁ ଯେମିତି ନିଜ ନିଶ୍ୱାସ ଶୁଣାଯାଏ। ଏତେ ଶାନ୍ତ କି ଭିତରେ ଦବିଥିବା ପ୍ରଶ୍ନ ଗୁଡିକ ଯେମିତି ବାହାରକୁ ଆସିବାକୁ ଲାଗେ। ଆଉ ଯେତେବେଳେ କିଏ ମୌନତାରେ ଓହ୍ଲେଇ ଯିବେ, ଗୋଟିଏ ଦିନ ଅବଶ୍ୟ ଅନୁଭବ ହବ କି ତୁମ ଭିତରେ କିଛି ବଦଳୁଛି। ବାହାରର ଦୁନିଆ ସେଇ ସମାନ ରହିଥିବ, ଲୋକେ ବି ସେଇ ସମାନ ରହିଥିବେ, କାମ ବି ସେଇ ସମାନ ରହିଥିବ, କିନ୍ତୁ କେବଳ ଦେଖିବାର ଉପାୟ ବଦଳି ଯାଇଥିବ। ପ୍ରଥମେ ଯେଉଁ କଥା ତୁମକୁ ଦହଲେଇ ଦଉଥିଲା, ଏବେ ସେଇଠି ଏକ ସ୍ଥିରତା ରହିଥିବ। ପ୍ରଥମେ ଯୋଉଠିକି ଅନ୍ୟର କଥା ଶୁଣିକି ଭାଙ୍ଗି ପଡୁଥିଲେ, ଏବେ ସେଇଠି ଏକ ନିଶବ୍ଦ ଭରସା ରହିଥିବ। କାହିଁକିନା ଏବେ ଆଉ ବାହାରୁ ନୁହଁ, ଭିତରୁ ଯେଉଁଥିବେ। ମନେ ରଖିଥିବେ, ଯୋଉ ଲୋକ ନିଜ ଭିତରର ଶବ୍ଦ ଶୁଣି ନେଇଛନ୍ତି, ତାଙ୍କୁ ବେଶୀ ସମୟ ଦୁନିଆ ଭ୍ରମିତ କରିପାରିବନି। ସେ ଜାଣି ଯାଆନ୍ତି କୋଉ ରାସ୍ତାଟି ତାଙ୍କର, କୋଉ ସମ୍ପର୍କ କେବଳ ଅଭ୍ୟାସ, କୋଉଠି ଡର, କୋଉଠି ମିଛ, ଏବଂ କୋଉଟାକ ତାଙ୍କ ନିଜ ଆତ୍ମାରୁ ବାହାରୁଛି। ଏଇ ହିଁ ସେଇ କ୍ଷଣ ଯେବେ ବ୍ରହ୍ମାଣ୍ଡ ଆପଣଙ୍କ ପାଇଁ ରାସ୍ତା ଖୋଜିବା ଆରମ୍ଭ କରନ୍ତି। କିନ୍ତୁ ମନେ ରଖିଥିବେ, ବ୍ରହ୍ମାଣ୍ଡ ସେଇ ଲୋକଙ୍କ ପାଇଁ ରାସ୍ତା ଖୋଲନ୍ତିନି ଯିଏ ସବୁବେଳେ ଏଣେ ତେଣେ ଭାଗନ୍ତି। ରାସ୍ତା ତ ସେଇ ଲୋକଙ୍କ ପାଇଁ ଖୋଲିଥାନ୍ତି ଯିଏ ରହିବା ଜାଣିଛନ୍ତି, ଯିଏ ଶୁଣିବା ଜାଣିଛନ୍ତି, ଯିଏ ନିଜ ଭିତରେ ଓହ୍ଲେଇବାର ସାହସ ରଖିଛନ୍ତି। ଆଉ ଜୀବନର ସବୁଠୁ ବଡ ରହସ୍ୟ ହିଁ ହୋଇଥାଏ, ଯୋଉ ଉତ୍ତରକୁ ତୁମେ ବାହାରେ ଖୋଜୁଛ, ସେ ପ୍ରଥମରୁ ତମ ଭିତରେ ରହିଛି। ବାସ୍ କେବଳ ଶୁଣିବାର ଅଛି, ଆଉ ଶୁଣିବା ପାଇଁ କି ହେଲେ ମୌନତା ଦରକାର ଅଛି। ତେଣୁ ଯଦି ସତରେ ନିଜ ଜୀବନକୁ ବଦଳେଇବାକୁ ଚାହୁଁଛ, ସବୁଦିନ କିଛି ସମୟ ନିଜ ପାଇଁ ସମୟ ଦିଅ। କିଛି ସମୟ ଯୋଉଠି ଶବ୍ଦ ନଥିବ, ଲୋକଙ୍କର ନିଷ୍ପତ୍ତି ନଥିବ, ଫୋନର ଶବ୍ଦ ନଥିବ, ଦୁନିଆର ଦୌଡ଼ା ଦୌଡ଼ି ନଥିବ, ବାସ୍ କେବଳ ଆପଣ ଆଉ ଆପଣଙ୍କର ନୀରବତା। ଆରମ୍ଭରେ ହୁଏତ ଇଏ ଆପଣଙ୍କୁ କଠିନ ପ୍ରତୀତ ହବ, ମନ ଦୌଡ଼ିବ, ଅସ୍ତବ୍ୟସ୍ତ ଲାଗିବ, ମନେ ହେବ କି ଯେମିତି ଭୁଲ ହେଉଛି, କିନ୍ତୁ ନା, ଏଇଠି ଆପଣ ନିଜ ସହିତ ଭେଟ ହେଉଥିବେ। ଆଉ ମଣିଷ ଯେତେବେଳେ ନିଜ ସହିତ ଭେଟ ହେଉଥିବ, ଭିତରେ ଲୁଚି ରହିଥିବା ଧୂଳି ଗୁଡିକ ଧୀରେ ଧୀରେ ଜମା ହେବାକୁ ଲାଗିବ। ପୁଣି ତାଙ୍କୁ ସଫା ସଫା ଦେଖାଯିବ, କୋଉଟା ଛାଡିବାର ଅଛି, କୋଉଟା ଆପଣେଇବାର ଅଛି, କୋଉ ଦିଶାରେ ଯିବାର ଅଛି, ତଥା କୋଉ ରାସ୍ତାରୁ ହଟି ଯିବାର ଅଛି। ତେବେ ଜୀବନ ଆଉ ବୋଝ ଲାଗିବନି, ନିର୍ଣ୍ଣୟ ଆଉ ଭାରି ଲାଗିବନି। ପ୍ରତ୍ୟେକଟି ପଦକ୍ଷେପରେ ଏକ ନୀରବ ସ୍ପଷ୍ଟତା ରହିଥିବ। ଏବଂ ସବୁଠୁ ବଡ କଥା, ଏକୁଟିଆ ପଣରେ ଆଉ କୌଣସି ଡର ଲାଗିବନି। କାହିଁକିନା ଏବେ ଆଉ ବୁଝିବାକୁ ବାକି ରହିନଥିବ, ଏକୁଟିଆପଣ ଆଉ ଏକାନ୍ତ ଏ ଦୁଇଟି ଅଲଗା ଜିନିଷ। ଏକୁଟିଆପଣ ତ ସେଇଟା ହେଇଥାଏ କି ଯୋଉଟା ମଣିଷ ନିଜ ଠାରୁ ଦୂରେଇ ଯାଇଥାଏ, କିନ୍ତୁ ଏକାନ୍ତରେ ତ ମଣିଷ ନିଜ ସହିତ ଯୋଡି ହୋଇଯାଏ। ଏକୁଟିଆପଣ ଖାଲି କରିଦେଇଥାଏ, କିନ୍ତୁ ଏକାନ୍ତ ଭିତରୁ ପୂର୍ଣ୍ଣ କରିଥାଏ। ଏକୁଟିଆପଣ ଡର ଉତ୍ପନ୍ନ କରିଥାଏ, ଏକାନ୍ତ ପ୍ରକାଶ ଉତ୍ପନ୍ନ କରିଥାଏ। ଆଉ ଯୋଉଠି ଏକାନ୍ତ ସହିତ ମିତ୍ରତା କରିବେ, ଦୁନିଆର କୌଣସି ବି ଭିଡ ଆପଣଙ୍କୁ ନିଜ ଠାରୁ ଦୂରେଇ ପାରିବନି।
ଲୋକଙ୍କ ଭିତରେ ରହୁଥିବେ କିନ୍ତୁ ହଜିବେ ନାହିଁ। କାମ କରୁଥିବେ କିନ୍ତୁ ଭିତରୁ ଶୁଖୁଥିବେନି। ସମ୍ପର୍କ ବଜାୟ ରଖିଥିବେ କିନ୍ତୁ ନିଜକୁ ଭୁଲିବେନି। କାହିଁକିନା ଏବେ ତୁମର କେନ୍ଦ୍ର କୌଣସି ବାହାରେ ନୁହଁ, ଭିତରେ ରହିଥିବ। ଏବଂ ଏହି ହିଁ ପ୍ରକୃତ ସ୍ୱତନ୍ତ୍ରତା। ତେଣୁ ଆଜିଠୁ ହିଁ ଅଭ୍ୟାସ ଆରମ୍ଭ କରନ୍ତୁ। ଚୁପଚାପ କିଛି ସମୟ ନୀରବରେ ବସନ୍ତୁ। କିଛି ମାଗିବାର ନାହିଁ, କିଛି ଚିନ୍ତା କରିବାର ନାହିଁ, କିଛି ଖୋଜିବାର ନାହିଁ, ବାସ୍ ନିଜ ଭିତରେ ଓହ୍ଲେଇବାର ଅଛି। ଧୀରେ ଧୀରେ କି ଅବଶ୍ୟ ଅନୁଭୂତ ହବ ତୁମ ଭିତରେ ଏକ ଗହୀର ନୀରବତା ରହିଛି ଏବଂ ସେ ନୀରବତାରେ ଏକ ବହୁତ ଶାନ୍ତ ସ୍ୱର ଲୁଚି ରହିଛି। ଏଇ ଶବ୍ଦ ହିଁ ଆପଣଙ୍କର ସତ୍ୟ, ଏଇ ଶବ୍ଦ ହିଁ ଆପଣଙ୍କର ଦିଶା, ଏଇ ଶବ୍ଦ ହିଁ ଆପଣଙ୍କର ମାର୍ଗ। ବାସ୍ ଆପଣ ତାକୁ ଶୁଣନ୍ତୁ। କାହିଁକିନା ଯେବେ ବାହାରର ଶବ୍ଦ ଚୁପ୍ ହେଇଯିବ, ଭିତରର ବ୍ରହ୍ମାଣ୍ଡ ଖୋଲିଯିବ। ଆଉ ଯେବେ ଭିତର ବ୍ରହ୍ମାଣ୍ଡ ଖୋଲିଯିବ, ମଣିଷ ଭଟକିବନି, ନିଜର ରାସ୍ତା ପାଇଯିବ। ଧନ୍ୟବାଦ ସମସ୍ତଙ୍କୁ।